ପିଇବିନି। ଯାଉଛି ଆଜି ଠାରୁ ମୁଁ ଗୋଟିଏ ଭଲ କାମ କରି ଏ ମଦ କେବେ ପିଇବିନି। ହଁ ଏ ମଦ ପିଇବିନି। ସବୁ ଗଡ଼ବଡ଼ ହେଇଯାଇଥିଲା ରାଜା ସାହେବ। ତୋ ଭାଇ ସୂର୍ଯ୍ୟ ପୁଣି ଥରେ ଘରକୁ ଫେରି ଆସିଥିଲା। ହେଲେ ତୋ ବାପା ମା ଆଉ ମୌସୁମୀ ସୂର୍ଯ୍ୟକୁ କ୍ଷମା କରିବା ପୂର୍ବରୁ ମୋ ମାମୁଁ ଯାଇ ମୌସୁମୀକୁ ସୂର୍ଯ୍ୟ ଦ୍ୱିତୀୟ ବିବାହ କରିବା କଥା କହିଦେଇଥିଲେ। ସେଇଥିପାଇଁ ସୂର୍ଯ୍ୟକୁ ପୁଣି ଥରେ ମାରି ମାରି ଏ ଘରରୁ ବାହାର କରିଦେଲେ। ହେଲେ ସୂର୍ଯ୍ୟ ଆଉ କେବେ ବି ଏ ଘରକୁ ଫେରିବନି। ହେଲେ ନାତାଶା ଆମ ରାସ୍ତାରେ ଆଉ ଗୋଟେ କଣ୍ଟା ପଡ଼ି ରହିଛି। ସେଇ କଣ୍ଟାଟାକୁ ଆମ ରାସ୍ତାରୁ ହଟାଇ ଦେଲେ ଏ ଘର ସବୁ ଧନ ସମ୍ପତ୍ତି କଉଟାରେ ହେଇଯିବ ନାତାଶା। ତାପରେ ଆମେ ଘରେ ରାଜ କରିବା। তুমি কোন কণ্ঠে কথা কইছ মতে ঠিক বুঝি পারনি। হো নাতাশা সেই কণ্টা ଆଉ କେହି ନୁହଁ, ସେ ହଉଛି ତୋ ଭାଇ ସୂର୍ଯ୍ୟର ସ୍ତ୍ରୀ ମୌସୁମୀ। তুমি কোন কইছ? হো নাତାশা ମୌସୁମୀକୁ ଯଦି ଏ ଘରୁ ବାହାର କରିଦେଲା ପରେ ତୋ ବାପା ମାକୁ ଫୁସେଇ ରସେଇ ଏ ଘରର ସବୁ ଧନ ସମ୍ପତ୍ତି ତୋ ନାଁରେ ଲେଖିଦେବାକୁ କହିବା। ଆଉ ତୋ ବାପା ମା ଯଦି ଆମ କଥାରେ ରାଜି ନ ହୁଅନ୍ତି ତାହେଲେ ସେମାନଙ୍କୁ ଜୀବନରୁ ମାରିଦେବ ମାନେ ଧମକ ଦେବା। ତାପରେ ତୋ ବାପା ମା ବାଧ୍ୟ ହୋଇ এই ঘরের ସବୁ ধন সম্পত্তি ତୋ ନାଁରେ ଲେଖିଦେବେ। ଆରେ ହଉ ନାତାଶା ତାପରେ ଏ ଘରେ ଆମେ ରାଜ କରିବା। ରାଜ জমানো চিন্তা করলে তো আরে সেই প্ল্যানটা করে সারিছি। আরে হলো তো সে মৌসুমী রাতিরে তা বেডরুমে শোইଥିବା ସମୟରେ ମୋ ମାମୁଁ ମାନେ ମୂର୍ଖ ମାମୁଁଙ୍କୁ ମୌସୁମୀର ବେଡରୁମରେ ଶୋଇବାକୁ ପଠେଇବା। ହଁ ହଲା ତ ଆଉ ମାମୁଁ ଯାଇ ମୌସୁମୀ ସହିତ ଏକାଠି ଶୋଇଥିବା ବେଳେ ତୁ ଯାଇ ସେମାନଙ୍କୁ ଏକାଠି ଶୋଇଥିବାର ଦୃଶ୍ୟ ଦେଖି ତୋ ବାପା ମାକୁ ଡାକି ଆଣି ସେମାନେ ଏକାଠି ଶୋଇଥିବାର ଦୃଶ୍ୟ ଦେଖେଇ ଦେବ। ତାପରେ ତୋ ବାପା ମା ସେ ଅଲକ୍ଷଣୀ ମୌସୁମୀକୁ ଗୋଟାଏ ବେଶ୍ୟାରୀ କହି ମାରି ମାରି এই ঘরের বাহার করে দেবে। তারপরে নাতাশা আমি টঙ্কার পাহাড় উপরে ঘর করিবা। নাতাশা আরে নাতাশা ମୁଁ କହିଲେ ମୋ ମାମୁଁ ନିଶ୍ଚୟ କାମ କରିବେ। ଆରେ ହଁ ନାତାଶା ঠিক ଅଛି ନାତାଶା ଏଇ ସାଙ୍ଗେ ସାଙ୍ଗେ ମୁଁ ମୋ ମାମୁଁଙ୍କୁ ଫୋନ୍ କରି ଡାକୁଛି। ଆରେ ହଁ ଆରେ ହଉ ମାମୁଁ ଆରେ ତମେ କୋଉଠି ଅଛ? ଆରେ ବାବୁ ତମର ଯେତେ ଯାହା କାମ ଥିଲେ ବି ସବୁ କାମ ଛାଡ଼ିକି ଆମ ଘର ଛାତ ଉପରେ ଆସ। ତମ ସହିତ ଆମକୁ ଗୋଟେ ଏମର୍ଜେନ୍ସି କାମ ଅଛି। ଆରେ ସେଠା ଆସ ବାବୁ। ବାବୁ ବାବୁ ଯେତେବେଳେ ମୁଁ ଝାଡ଼ା ଦେଇଯିବି ତୁ ସେତିକି ବେଳେ ଫୋନ କରୁଛୁ କି ଭଣଜା? ଇରେ ଭଣଜା ବାବୁ କଣ କାମ ଅଛି? କାଲି ରାତିରେ ଅଧିକା ଚିକେନ ଖାଇଦେଲି ତ ସେଥିପାଇଁ ମୋତେ ଝାଡ଼ା ହେଇଯାଉଛି। ହେଲେ ଭଣଜା ବାବୁ କଣ କାମ କରିବାର ଅଛି କରେ ଭଣଜା, ନହେଲେ ମୁଁ ଏଇଠି ଝାଡ଼ା କରିଦେବି। ବାବୁ ହଁ ବାବୁ ତମକୁ ଏଠି ଡାକିବାର କାରଣ ହେଲା ଆମ ପାଇଁ ତମକୁ ଗୋଟାଏ କାମ କରିବାକୁ ପଡ଼ିବ। କୁହ ବାବୁ ଏ ଭଣଜା ପାଇଁ ତମେ ଆଉ ଗୋଟାଏ କାମ କରିପାରିବ କି ବାବୁ? ତୋ ପାଇଁ ଆଜି ଯାଏ ମୁଁ କଣ ନ କରିଛି ବାବୁ ଯେତେବେଳେ ଯାହା କହିଛୁ ସେତେବେଳେ ମୁଁ ସେଇଆ କରିଛି। ହେଲେ ଭଣଜା ତୋ ପାଇଁ ବୋଲି ମୁଁ ଶୁଖିଲା ଗୁଅ ବି ଖାଇଛି ରେ ଭଣଜା। ବାବୁ ସେଇ କାମଟା ହେଲା ତମକୁ ରାତିରେ ତମ ବେଡରୁମରେ ଯାଇ ଶୋଇବାର ଅଭିନୟ ପଡ଼ିବ। এই কাମ তুমি କରିପାରିବ ତ? ଇଏ ଶୋଇବାର ଅଭିନୟ ହେଲେ ଏଇଟା ତ ହଉଛି ମୋ ହାତର ଖେଳ। ହେଲେ ଭଣଜା ବାବୁ କାହା
କରିବାକୁ ପଡ଼ିବ କହରେ ଭଣଜା ହଉ ବାବୁ ସେଇ ଲୋକଟା ଆଉ କେହି ନୁହଁ ବାବୁ ସେଇ ଲୋକଟା ହଉଛି ମୋ ଶଳା ସୂର୍ଯ୍ୟର ସ୍ତ୍ରୀ ମୌସୁମୀ କିରେ ଭଣଜା ବାବୁ ଭଣଜା ମୁଁ ଏଇ କାମ କରିପାରିଛି ରେ ଭଣଜା ଭଣଜା ମୌସୁମୀ ହଉଛି ମୋ ଝିଅ ସମାନ ମତେ ବୋଲି କହୁଛ ତା ସହିତ ଶୋଇବାକୁ ନାଇଁ ରେ ଭଣଜା ହେ ବାବୁ ବାବୁ ଟଙ୍କାର ପାହାଡ଼ ଉପରେ ଘର କରିବାକୁ ହେଲେ ତମକୁ ଏଇ କାମ କରିବାକୁ ପଡ଼ିବ ବାବୁ ନହେଲେ ଆମେ ମାଲାମାଲ ହେବା କେମିତି ଏ ବାବୁ ତମକୁ ଏଇ ଅଭିନୟଟା କରିବାକୁ ପଡ଼ିବ କୁହ ବାବୁ କୁହ ଏ କାମଟା ତମେ କରିବ ନା ନାହିଁ କୁହ କରିବି ରେ ଭଣଜା କରିବି ହେଲେ ଭଣଜା ବାବୁ ହେଲେ ଭଣଜା ବାବୁ ହେଲେ ଭଣଜା ମୁଁ କଣ କହୁଛି କି କଣ କୁହ ବାବୁ ମତେ କିଛି ଟଙ୍କା ପଇସା ଦରକାର ରେ ଭଣଜା ମତେ ଯଦି ମାଲ ନଦେବି ତାହେଲେ ତ ମୁଁ ଏଇ କାମ କରିପାରିବିନି ରେ ଭଣଜା ଠିକ ଅଛି ବାବୁ ତାହେଲେ ତମକୁ ଟଙ୍କା ଦରକାର କି ବାବୁ ଟଙ୍କା ପାଇଁ ତମେ ଜମାରୁ ଚିନ୍ତା କରନି ବାବୁ ଆରେ ବାବୁ ଏଥିରେ ପୁରା 10,000 ଟଙ୍କା ଅଛି ତମେ ଯେତେ ପାରୁଛ ଟଙ୍କା ନିଅ କିନ୍ତୁ ଆମ କାମଟା ସକ୍ସେସ୍ ହେଇଯିବା ଦରକାର ଯା ମୋ ଭଣଜାଟା ଟଙ୍କା ଦେଲା ଏ ଭଣଜା ହଉ ବାବୁ ଏଥର ଭଲ କେମିତି ବୁଝେଇ ଦିଅ ରେ ଭଣଜା କଣ କରିବି କେମିତି କରିବି କଣ କରିବାର ଅଛି କହରେ ଭଣଜା ହଉ ବାବୁ ସେ ମୌସୁମୀ ରାତିରେ ତା ବେଡରୁମରେ ଶୋଇଥିବା ସମୟରେ ତମେ ଯାଇ ତା ସହିତ ଶୋଇବାର ଅଭିନୟ କରିବ ସେଇ ସମୟରେ ମୋ ମାଙ୍କୁ ଡାକିଆଣି ତମେ ମୌସୁମୀ ସହିତ ଶୋଇଥିବା ଦୃଶ୍ୟକୁ ଦେଖେଇ ଦେବି ଆଉ ତାପରେ ତମକୁ ମାଡ଼ ଧରି ପଚାରିଲେ କହିବ ମଉସା ଏଇ ଅଲକ୍ଷଣୀ ମୌସୁମୀ ସୂର୍ଯ୍ୟ ଦ୍ୱାର ଛାଡ଼ିଗଲା ପରେ ସବୁଦିନ ମତେ ତା ବେଡରୁମକୁ ଡାକୁଥିଲା ବୋଲି ବାସ୍ ମଉସା ତମକୁ ଏତିକି କରିବାକୁ ପଡ଼ିବ ଆଉ ତାପରେ ଯାହା କରିବା କଥା ଆମେ କରିବୁ ବୁଝିଲା ବୁଝିଗଲି ବୁଝିଗଲି ବାବୁ କାମଟା ବୁଝି ପାରିଲ ତ ବୁଝିଗଲି ରେ ଭଣଜା ବୁଝିଗଲି ହେଲେ ଭଣଜା ମୁଁ ତ ଯାଇକି ଶୋଇଥିବି ହଉ ବାବୁ ଶୋଇଲା ସମୟରେ তুমি ଆସିବ ରେ ଭଣଜା ହଉ ବାବୁ ହେଲେ ଭଣଜା ହଉ ବାବୁ ଟିକେ ଟିକେ ଦେଖି ଯାଇକି ମାରିବ ରେ ଭଣଜା ବାବୁ ନହେଲେ ମୁଁ ମରିଯିବି ରେ ଠିକ ଭଣଜା ଅଛି ବାବୁ ତମେ ସେଥିପାଇଁ ଚିନ୍ତା କରନି ବାବୁ ତାପରେ ଯାହା ହବ ଆମେ ବୁଝିବୁ ବର୍ତ୍ତମାନ ଚାଲ ବାବୁ ଆଜି ରାତିରେ এই কামটা তুমি দি